ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ରୁପ୍ସା ବାଛୁରୀପଡ଼ା ଗ୍ରାମରେ ଆଜି ଭୟାବହ ବାଣ ବିସ୍ଫୋରଣ ଘଟି 5 ଜଣ ଗୁରୁତର ହୋଇ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ପୀଡ଼ିତମାନେ ହେଲେ ସନ୍ତୋଷ କୁମାର ଦାସ, ଶାନ୍ତିଲତା ଦାସ, ଅନିଲ ଦାସ, କୃଷ୍ଣା ଦାସ, ସୁନୀଲ କୁମାର ଦାସ। ସମସ୍ତ ଗୁରୁତର ପୀଡ଼ିତ ଗୋटे ପରିବାରର ବୋଲି ଜଣାପଡ଼ିଛି। ଖବର ପାଇ ବୈଶିଙ୍ଗା ପୋଲିସ ଓ ଏସ୍ଡିପିଓ ବେତନଟି ମିନତି ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ବର୍ଷ ବାଛୁରୀପଡ଼ାରେ ପ୍ରତ୍ୟେକ ଘର ପ୍ରାୟ ବାଣ ତିଆରି ହୋଇଥାଏ। ଏହା ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅବୈଧ ଭାବରେ ଏହି ବାଣ ସବୁ ପଠାଇଥାନ୍ତି। ସେ ଗ୍ରାମରେ କାହାରି ଲାଇସେନ୍ସ ନଥିଲେ ବି ଗ୍ରାମ ସାରା ପ୍ରାୟ ସମସ୍ତେ ଏହି ବାଣ ତିଆରି କାମରେ ଲାଗିଥାନ୍ତି। ରୁପ୍ସାରୁ ବିନୋଦ ବିହାରୀଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।